ରୁବି ପଲ୍ଲବୀଙ୍କୁ ମାର୍କେଟିଂ କରି ଘରକୁ ଆଣିବା ପରେ ପଲ୍ଲବୀ ପୁରାପୁରି ଥକି ପଡ଼ିଥିବେ। ଆଉ ତାପରେ ରୁବି କହୁଛନ୍ତି, ପଲ୍ଲବୀ ତୁ ଯା, ଏବେ ଡିନର ତିଆରି କରିବୁ। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ଆଦର୍ଶ ରୁବିଙ୍କୁ କହୁଛନ୍ତି, ମାଉସୀ ତମେ ମଣିଷ ତ? ଦିନସାରା ତମେ ପଲ୍ଲବୀଙ୍କୁ ବାହାରେ ଖଟେଇ ଖଟେଇ ଏବେ ଘରକୁ ଆସିବା ପରେ ତମେ କୋଉ ବିବେକରେ ପଲ୍ଲବୀଙ୍କୁ ଡିନର ତିଆରି କରିବା ପାଇଁ କହୁଛ? ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ତାପରେ ଆଦର୍ଶ ମାୟାଙ୍କୁ କହୁଛନ୍ତି, ମା ତମେ ଆଉ ମାଉସୀ କ'ଣ ଚାହୁଁଛ? ପଲ୍ଲବୀ ଜୀବନରୁ ମରିଯାଆନ୍ତୁ, ସେ ସମସ୍ତଙ୍କର ଅଡ଼ୁଆ କରୁଛନ୍ତି। ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ମାୟା ଆଉ ରୁବି ଏକଦମ ଚୁପ୍ ହେଇଯାଉଛନ୍ତି। ଆଉ ତାପରେ ଆଦର୍ଶ ରୁବିଙ୍କୁ କହୁଛନ୍ତି, ମାଉସୀ ଆପଣ କ'ଣ ପାଇଁ ପଲ୍ଲବୀଙ୍କୁ ଟର୍ଚର କରୁଛନ୍ତି? ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ଆଦର୍ଶଙ୍କୁ କହୁଛନ୍ତି, ମୁଁ ଆଉ ମାୟା କ'ଣ ପାଇଁ ପଲ୍ଲବୀକୁ ଟର୍ଚର କରିବୁ? ଘରେ ଗଣେଶ ପୂଜା ଅଛି, ସେଥିପାଇଁ ଆଜି ଘରେ ଟିକେ ଅଧିକା କାମ ଅଛି। ଆଉ ଯୋଉଥିପାଇଁ ପଲ୍ଲବୀକୁ ଆଜି ବହୁତ କାମ କରିବାକୁ ପଡ଼ିଲା। ଗୋଟେ ଦିନର ତ କଥା, ତାପରେ ସବୁ ଠିକ୍ ହେଇଯିବ। ଏମିତି କହିବା ପରେ ରୁବି ମାୟାଙ୍କୁ କହୁଛନ୍ତି, ମାୟା ତୁ ମୋ ସହିତ ଆସ, ମୋର ତୋ ସହିତ କିଛି କଥା ଅଛି। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ମାୟା ରୁବିଙ୍କ ସହିତ ତାଙ୍କ ରୁମକୁ ଚାଲି ଯାଉଛନ୍ତି। ଆଉ ତାପରେ ପଲ୍ଲବୀ ଯେତେବେଳେ ଡିନର ତିଆରି କରିବା ପାଇଁ ଯାଉଛନ୍ତି, ସେତେବେଳେ ରିମଝିମ୍ ଯାଇ ପଲ୍ଲବୀଙ୍କୁ କହୁଛନ୍ତି, ତୁ ଯାଇ ରୁମରେ ରେଷ୍ଟ କର, ଆଉ ମୁଁ ଯାଉଛି ଡିନର ତିଆରି କରିଦେବି। ରିମଝିମ୍ଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ଯାଇ ତାଙ୍କ ରୁମରେ ରେଷ୍ଟ କରୁଛନ୍ତି। ଆଉ ତାପରେ ରିମଝିମ୍ ଆଉ ମମତା ପଲ୍ଲବୀଙ୍କର ଖାଇବା ନେଇ ତାଙ୍କ ରୁମକୁ ଆସୁଛନ୍ତି। କିନ୍ତୁ ପଲ୍ଲବୀ ମମତାଙ୍କୁ କହୁଛନ୍ତି, ସାନମା ମୁଁ ତ ଏବେ ଖାଇବା ଖାଇପାରିବିନି, କାରଣ ମୁଁ ରୁବି ମାଉସୀଙ୍କ ପାଖରେ ଏପର୍ଯ୍ୟନ୍ତ ରାମାୟଣ ପଢ଼ିନି। ପଲ୍ଲବୀଙ୍କ ପାଖରୁ ଏମିତି କଥା ଶୁଣିବା ପରେ ନିମ୍କି ଆସି ପଲ୍ଲବୀଙ୍କୁ କହୁଛନ୍ତି, ଦିଦି ତମେ ଜମାରୁ ବି ବ୍ୟସ୍ତ ହୁଅନି, ମୁଁ ରୁବି ମାଉସୀଙ୍କ କ୍ଷୀରିରେ ଜାଇ ଫଳ ମିଶେଇ ଦେଇଛି। ସେ ତ ଏବେ କ୍ଷୀରି ଖାଇକି କୁମ୍ଭକର୍ଣ୍ଣ ଭଳି ଘୁଙ୍ଗୁଡ଼ି ମାରୁଥିବେ। ନିମ୍କିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ସମସ୍ତେ ହସିବାକୁ ଲାଗୁଛନ୍ତି। ତେବେ ଦର୍ଶକ ବନ୍ଧୁ, ରିମଝିମ୍, ନିମ୍କି ଆଉ ମମତା ପଲ୍ଲବୀଙ୍କୁ ଯେଉଁଭଳି ଭାବେ ସପୋର୍ଟ କଲେ, ଆପଣମାନଙ୍କୁ ଦେଖିକି ଭଲ ଲାଗିଲା କି? ଯଦି ହଁ କମେଣ୍ଟରେ ୟେସ୍ ଲେଖନ୍ତୁ।